ହେରି କେଣ୍ଡୁ ଏଠି ଏକା କ'ଣ ବସିଛୁ? ବିଶୁ, ଚନ୍ଦୁ, ଡେଙ୍ଗ, ନେଉଳ ଏମାନେ ସବୁ କୁଆଡ଼େ ଗଲେ? କାହିଁ ଦେଖା ନାହାନ୍ତି ତ? ଅଇଲା ଲାତିଆ ଆଲେ କଣ ହେଇତିକଲେ ଆଦି କଣ ଏମାନଙ୍କ ତାକୁ କଦୁତୁ କିତିକୁ ତ ଭଲ ପ୍ଲାନ୍ କଲିତେ ବୋଧେ ଆଉ ଆଲେ କଣ ହେଇତିକଲେ ମତେ କହୁନୁ ଆ ତେମାନେ ଆତ୍ମା ମୁଁ କହିଦେମି ଇରା ଆଚ୍ଛା ଆରେ ନଟିଆ ଆରେ କି କଥା କହିବୁ କିରେ ଆରେ ସମସ୍ତେ ଆସିଲେ କହିବୁ ଆମକୁ କହିଲେ କଣ ଆମେ କାହା କଥା କହିଦଉଛୁ ନା କଣ ବା ଆରେ କରେ କ କି କଥା କହୁଛୁ ହଇରେ ନେଉଳ, ଆରେ ବିଶୁ, ଚନ୍ଦୁ କୁଆଡ଼େ ଗଲେ? ସେମାନେ ଆସିବେନି କି? ଆରେ ସେମାନଙ୍କ ଘର କତିକି ଯାଇଥିଲି ସେମାନଙ୍କ ବାପା ମାନେ ପାଟି କଲେ ସେଥିପାଇଁ ପଳେଇ ଆସିଲୁ ନା ଆଉ ଆରେ ନାଙ୍ଗ ଆରେ କହୁନୁ ହଁ ନଟିଆ ଭାଇ, ଆମେ ନେଉଳ ଭାଇର ମୋର ବିଶୁ ଭାଇ, ଚନ୍ଦୁ ଭାଇ ଘର କତିକି ଯାଇଥିଲୁ। ତାଙ୍କ ଘର ଲୋକ ପାଟି କରିବାରୁ ଆମେ ମାନେ ପଳେଇ ଆସିଲୁ ଆଉ। ସାଙ୍ଗମାନେ, ଆଜି ଆମ ଗାଁ ପାଖ ଜଙ୍ଗଲକୁ ବୁଲିବାକୁ ଯିବା। ପ୍ରକୃତିର ଦୃଶ୍ୟକୁ ଉପଭୋଗ କରିବା। ଏଇ କଥା କହିବୁ ବୋଲି ସମସ୍ତଙ୍କୁ ଡକାଇଥିଲୁ ଚାଲରେ ଚାଲ ଆମେ ଯିବା ବିଶୁ ଚନ୍ଦୁ ନ ଆସନ୍ତୁ ବେଶୀ ଲୋକରେ ମୂଷା ମରିବନି ହଁ ଆରେ ବାପରେ, ଜଙ୍ଗଲରେ ଏତେ ବଡ କାଠ ବାକ୍ସ କୋଉଠୁ ଆସିଲା? ଚାଲ ଚାଲ ଯାଇକି ତା ପାଖକୁ ଦେଖିବା। ହଁ ନଟିଆ ଭାଇ, ଚାଲେ ଚାଲେ, ସେ ବାସ୍କେଟରେ କଣ ଅଛି ଯାଇକି ଦେଖିବା। Oile latia, ale te vatka te kolu nale, te vatka te upale lekai ti pala, lupa kala nai, te vatka te vitala vada tuna lupa, tangka poita atti vade, tala tala, ame vatka te kaliya nai, galu ko pale tala. ହଇରେ କେଣ୍ଡୁ, ଏମିତି ଡର ଗୁଡାକ ପରି କ'ଣ ହଉଛୁ? ଆରେ ବାସ୍କେଟ ଭିତରେ କ'ଣ ଅଛି ଖୋଲିକି ଦେଖିଲେ ସିନା ଜାଣିବା। ତୁ ଜମା ବ୍ୟସ୍ତ ହନା, ଆମେ ଖୋଲିକି ଦେଖୁଛୁ। ଆରେ ହେ, ଏ ବାସ୍କେଟ ଭିତରୁ କ'ଣ ଗୋଟେ ଚିଠି ବାହାରିଲାଣି? ସେ ଚିଠିରେ କ'ଣ ଲେଖା ଯାଇଛି ପଢ ପଢ ପଢିଲେ ଜାଣିବା ନା। ହଁ ନେଉଳ, ପଢୁଛି। ଏଠାରେ ଲେଖା ଯାଇଛି, ଯିଏ ବାସ୍କେଟ ଖୋଲିଛି ପ୍ରଥମେ ନିଜ ମନକୁ ଦେଖ, ତାପରେ ଆଉ ବି କିଛି ଲେଖା ଯାଇଛି। ଅଇଲା ଲତିଆ ଆଲେ ଆଉ କ'ଣ ଲେଖା ଯାଇଛି କଲେ ଆଲେ ପଲିଲୁ ସଧନ ସୁନା ରୂପା ଟଙ୍କା ପଇସା ନୁହେଁ, ଭଲ ମନ ପରିଶ୍ରମ ହିଁ ସଧନ। ଭଲ କଥା ଲେଖା ଯାଇଛି। ଆଲେ ହଁ ଲତିଆ ଆଲେ ଭଲ କଥା ଲେଖା ଯାଇଛି ତେତିକି ଭଲ କଥା ତୁନୁ ଏ ବାସ୍କେଟ ଏବେ ବନ୍ଦ କଲିକି ତାହେଲେ ଅତି ଲଙ୍ଗ ଦେଖଉଛି ସବୁ ହେଲେ ସବୁ କଥା ହେଲା ମୁଣ୍ଡ ବୁଲେଇ ଦବ। ହଉ କିନ୍ତୁ ରଖିଦଉଛି। ଚାଲ ଚାଲ ଆଗକୁ ଯିବା ବୁଲିବା। ବୋଝଟା ଭାରି ହେଇଛି, ଆଉ ଅଳ୍ପ ବାଟ ରହିଲା। ଯେମିତି ହେଲେ ବୋଝଟା ନେଇ ସେଇଠି ପହଞ୍ଚେଇବାକୁ ପଡ଼ିବ। ଆରେ ଗେଣ୍ଡୁ, ଡାଙ୍ଗ, ନେଉଳ, ଦେଖ ଗୋଟେ ବୁଢା ଲୋକଟା କେତେ କଷ୍ଟ କରି ପିଠିରେ କ'ଣ ଗୋଟେ ବୋହିକି ନଉଛି। ଚାଲ ଚାଲ ତାକୁ ଟିକେ ସାହାଯ୍ୟ କରିଦେବା। ଆରେ ହଁ ରେ ଚାଲରେ ଚାଲ ବୁଢା ମଉସାକୁ ଟିକେ ସାହାଯ୍ୟ କରିଦବା। ହଁ ନେଉଳ ଭାଇ, ଚାଲେ ଚାଲେ, ଯାଇକି ବୁଢା ମୂଷା କତିରୁ ସେ ବୋଝଟା ବୋହି ନେଇଯିବା। ମଉତା ଏତେ କଷ୍ଟ କଲି କ'ଣ ବୋହି ନଉଛ? ଆମକୁ ଦିଅ, ଆମେ ତମକୁ ଟିକେ ସାହାଯ୍ୟ କରିଦବୁ। ହଁ ରେ ବାପ, ଭଗବାନ ତମର ମଙ୍ଗଳ କରନ୍ତୁ। ପିଲାମାନେ, ତମେ ମାନେ ବାକ୍ସରୁ ସତ କଥା ବୁଝିଛ। ଏଇ କିଛି ଚାରା ନିଅ, ଏ ଥଳିରେ କିଛି ଟଙ୍କା ଅଛି। ଏ ଟଙ୍କାକୁ ଖର୍ଚ୍ଚ କରିବ ନାହିଁ, ଏ ଗଛ ନେଇ ବାଡ଼ିରେ ପୋତି ଦବ। ସେଇ ଗଛ ତମକୁ ବର୍ଷ ସାରା ଫଳ ଦବ। ମଉସା, ତମେ କେମିତି ଜାଣିଲ ଆମେ ସେ ବାସ୍କେଟ ଖୋଲିଥିଲୁ ବୋଲି? ତମେ କିଏ ଆମକୁ କହିକି ଯାଅ। ନାଇଁ ପିଲାମାନେ, ମୁଁ ତମକୁ କିଛି ପ୍ରଶ୍ନର ଉତ୍ତର ଦେଇପାରିବିନି। ମୁଁ ଏବେ ମୋ ଘରକୁ ଯାଉଛି, ମୋ ପଛେ ପଛେ କେହି ଆସନି। ଅଇଲେ ଲତିଆ ଆଲେ ମଉତା ତନକ କିଏ ଥିଲେ କାହିଁ ମୁଁ କେତେ ବୁଝି ପାରିଲୁନି? ମୁଁ କିନ୍ତୁ ଠିକ ବୁଝି ସାରିଲିଣି। ଇଏ ହଉଛନ୍ତି ପ୍ରଭୁ ଜଗନ୍ନାଥ, ମଣିଷ ରୂପରେ ଆସି ଆମ ପିଲାମାନଙ୍କୁ ଉଚିତ ମାର୍ଗ ଦେଖେଇଲେ। ସମସ୍ତେ କୁହ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଚ୍ଛା ଜୟ ଜଗନ୍ନାଥ। ସାଙ୍ଗମାନେ, ଏ ଭିଡିଓରେ ଆପଣ ମାନେ କ'ଣ ଶିଖିଲେ? ପରିଶ୍ରମ, ସତ୍ୟତା ଆଉ ଦୟା, ଏଇ ହଉଛି ଜୀବନର ପ୍ରକୃତ ଧନ। ଯଦି ଆମ ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଛି, ଭିଡିଓଟି ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି, ବେଲ୍ ନୋଟିଫିକେସନକୁ ଅଲରେ ଦବାଇବାକୁ ଭୁଲିବେନି। ଯେତେବେଳେ ଆମର ନୂଆ ଭିଡିଓ ଆସିବ, ସର୍ବପ୍ରଥମେ ଆପଣମାନଙ୍କ ପାଖରେ ନୋଟିଫିକେସନ ଯିବ। ରହିଲି, ଜୟ ଜଗନ୍ନାଥ।